କାଉ ଭାଇ ଏତେ ରାତିରେ କ'ଣ ହେଲା? ଚଢ଼େଇ ମୋ ପାଖରେ କମ୍ବଳ ଅଛି ନା ରଜେଇ? ଘରର ଖିଡ଼ିକି ଆଉ କବାଟ ବି ଭାଙ୍ଗି ଯାଇଛି। ମୋତେ ଆଜି ତୁମ ଘରେ ରଖିନିଅ, ନହେଲେ ତୋ କଳା କାଉ ଭାଇ ଏ ଥଣ୍ଡାରେ ମରିଯିବ। କାଉ ଭାଇ ତମେ ଜଲ୍ଦି ଘର ଭିତରକୁ ଆସ ଭାରି। ରାନୁ ଚଢ଼େଇ ତା ଘର ଭିତରକୁ କଳା କାଉକୁ ନେଇଗଲା। କାଉ ଭାଇ ସେଇ କଥା ମନେ ପକାଅ, ମୁଁ ଯେତେବେଳେ ତୁମକୁ କହିଥିଲି ଶୀତ ଦିନେ ଆସିବ, ତୁମେ ଗରମ କମ୍ବଳ ବନେଇ ଦିଅ, ଘରର କବାଟ ଝରକା ଠିକ୍ କରିନିଅ। ସେତେବେଳେ ତୁମେ ଅଳସୁଆ ହୋଇକି ମସ୍ତି କରୁଥିଲ, ଏବେ ଜାଣିପାରିଲ? ତାପରେ କଳା କାଉ କହିଲା, ରାନୁ ଚଢ଼େଇ ମୁଁ ବହୁତ ପସ୍ତେଇଲିଣି। ମୁଁ ମୋ କାମ ପାଇଁ ନିଜେ ପସ୍ତଉଛି। ମୁଁ ଯଦି ଗରମ ଦିନରେ ଥଣ୍ଡା ଦିନ କଥା ଭାବିଥାନ୍ତି, ମୁଁ ଆଜି ଏଇଠି ନଥାନ୍ତି। ତାପରେ ରାନୁ ଚଢ଼େଇ କହିଲା, ଠିକ୍ ଅଛି, ଏବେ ତୁମେ ଶୋଇଯାଅ, ମୋ ଝିଅ ଶୋଇପଡ଼ିଛି, ତା ନିଦ ଭାଙ୍ଗିଯିବ। ଆଉ ଯାହା କଥା ଅଛି ଆମେ କାଲି କଥା ହେବା। ରାନୁ ଚଢ଼େଇ କଳା କାଉକୁ ନରମ ନରମ ବସା ଦେଲା, ଆଉ ଗୋଟିଏ କମ୍ବଳ ଦେଲା, ଆଉ କଳା କାଉ କମ୍ବଳ ଘୋଡ଼େଇ ହେଇକି ଆରାମସେ ଶୋଇପଡ଼ିଲା। ସକାଳ ହେଇଗଲା। ରାନୁ ଚଢ଼େଇ ଆଉ ତା ଝିଅ ସବୁଦିନ ସକାଳେ ସେମାନେ ଜଲ୍ଦି ଉଠି ପଡ଼ନ୍ତି, କିନ୍ତୁ କଳା କାଉ ଏବେ ଯାଏ ଶୋଇଥିଲା। ରାନୁ ଚଢ଼େଇ ରୋଷେଇ ଘରକୁ ଯାଇ ଗରମ ଗରମ ଚାହା କରିଲା। ମାମା, ତୁମେ କଳା କାଉ ଅଙ୍କଲକୁ ବି ଉଠେଇ ଦିଅ, ସେ ବି ବ୍ରେକଫାଷ୍ଟ କରିନେବେ। ତାପରେ ରାନୁ ଚଢ଼େଇ କଳା କାଉକୁ ଉଠେଇଲା। କାଉ ଭାଇ ଉଠ ଉଠ, ସକାଳ ହେଇଗଲାଣି। ଆଚ୍ଛା, ଏତେ ଜଲ୍ଦି? ମୁଁ ତ ଜାଣିପାରିଲି ନାହିଁ କି କେତେବେଳେ ରାତି ପାହିଗଲା। କାଉ ଭାଇ ତୁମେ ବ୍ରେକଫାଷ୍ଟ କରିନିଅ। ତାପରେ ସେମାନେ ସମସ୍ତେ ଗରମ ଗରମ ଚାହା ସହ ଗୋଟିଏ ଗୋଟିଏ ମକା ଖାଇଲେ। କାଉ ଭାଇ